भाई भाई मैंने आज बहुत सुंदर विषय दुटा अच्छी नोबिलिटी एंड रिफाइनमेंट ए शब्द गुड़िक सहित आम जी परिचित से परिचित भितर आमको सब अनुभव हुए शब्द दीटू निश्चय किसी भल कथा निश्चय किसी भल कथा नोबल नोबल माने महत सत महत श्रेष्ठ नोबिलिटी की गौरव एमती अनेक गोटे उच्चकोटीर शब्द नोबिलिटी किंतु आम अहंकार भी आपको व्यवहार करें मु गोटे महत व्यक्ति सैला मु गोटे महत व्यक्ति जो न कही से सैला आम देखीचु जिते बड़े बाबाजी महाराज ओडिशा को आसता मीटिंग हुए बाबाजी को आपन टे कहे से कह तो मत किसी तो जना नहीं प्रपति बाबू अच्छा जो प्रपति कि प्रपति बाबू कहते प्रपति बाबू अच्छा सी सब कहे प्रपति महाराज बसा आपन को से पचार कह आप मत कहते आपन टे कहना तो मत कौन जना अच्छी मुझे कहबी कही ठिया हे 2 घंटा ठिया हे बेले बेले 2 घंटा काल ठिया कहते एवं से निजे जापारती 2 घंटा काल ठिया लोक मैंने जमी मुहर महू झरुची किंतु आरंभ कहते जो मत कि जना नहीं एवं एथे कौन सन्देह नहीं उभय वाक्य सत्य से जो कहती मत किसी जना नहीं ता भी सत्य कारण से ज्ञान रू कहते जो मैंने जानते कहते से ज्ञान रू कहते जानते से ज्ञान रू कहते जो पचरा हुए मुहर देखे जमा भी जना पड़ न था सी उत्तर देवाई प्रस्तुत होती एकदम काजुआली साधारण भाई ठियाई थे तो कौन आप पचारे आउ थे पचारत तो सब कहला गोटे त बोली कहते तो बहुत उत्तम यही कथा को कह कौन ना नोबल लोकर गोटे परिचय गोटे महत लोकर परिचय से निजर सामर्थ्य विषय भी सचेतन से जानती नहीं भीतर जो सामर्थ्य अच्छे से जानती नहीं किंतु अहंकारी जड़े महत लोक जो अहंकारी हो जाए तार कथा सर जिते महत्व थिले जोग साधना आम मूल्यहीन किसी कथा नहीं एनिवे नोबिलिटीर आविधानिक अर्थ है श्रेष्ठत्व महत्व गौरव एवं नोबल अर्थ हूँ महत्व अभिजात्य इत्यादि आ रिफाइनमेंट शुद्धता संस्कार शिष्टता विजय विनय एवं सत्यता ये सब रिफाइनमेंट रो गोटे गोटे अर्थ साहित्य जो इंग्राजी साहित्य रिफाइनमेंट व्यवहार कराई यही शब्द मानक ही से प्रकाश कर कौन कौन स्थान आमे केमती माँ को बाणी पाइबा देखा प्रथम बाणीटा पढ़ा नोबिलिटी क्या कहते ये जो महत बा महत्व आपको क्या कहते नोबिलिटी द इनकैपेसिटी फॉर एनी पेटीनेस आइदर ऑफ सेंटिमेंट्स और ऑफ एक्शन महत्व कौन महत्व एक अयोग्यता यह एक अयोग्यता इनकैपेसिटी असामर्थ्यता कौन पाई
ନା ନିଜକୁ ନିକୃଷ୍ଟ କରିବା ପାଇଁ, ନଗଣ୍ୟ କରିବା ପାଇଁ। ସେମାନେ ନ୍ୟୁନ ହେଇପାରିବେନି। ଗୋଟେ ଯେମିତି ମିନ୍ ଯାହା କହନ୍ତିନି, ସଂକୀର୍ଣ୍ଣତା ତାଙ୍କ ଭିତରେ ଆସିବନି, କେବେ ବି ସଂକୀର୍ଣ୍ଣତା ଆସିପାରିବନି। କାହା ପ୍ରତି ଗୋଟେ ମନ୍ଦ ଭାବନା ଆସିବନି, କାହା ପ୍ରତି ଗୋଟେ ଯୋଉ ବାଛ ବିଚାର କହନ୍ତି ପାର୍ସିଆଲିଟି, ସେମିତି କିଛି ଆସିବନି ନିଜ ଭିତରେ। ଏଗୁଡ଼ାକ ତାଙ୍କ ପାଇଁ ସ୍ୱାଭାବିକ ହେଇଥିବ, ତାଙ୍କ ପାଇଁ ଏଗୁଡ଼ା ବହୁତ ସ୍ୱାଭାବିକ ହେଇଥିବ। ସେ ସେଥିପାଇଁ ଚେଷ୍ଟା କରି ସାଧନା କରି ସେମିତି ହେଇଛନ୍ତି ବୋଲି କହିହେବନି। ଏତେ ସ୍ୱାଭାବିକ ଯେ ତାଙ୍କୁ ଦେଖିଲେ ଲାଗିବ ଯେ ସେମାନେ ଇନକାପାସିଟି ଫର୍ ଏନି ପେଟିନେସ୍ ଆଇଦର ଅଫ୍ ସେଣ୍ଟିମେଣ୍ଟସ୍, ମାନେ ଭାବପ୍ରବଣରେ ନୁହଁ କିମ୍ବା କାର୍ଯ୍ୟରେ ଆକ୍ସନରେ ବି ନୁହଁ। ବେଳେବେଳେ ଭାବପ୍ରବଣତା ମଧ୍ୟ ସବୁବେଳେ ପଜିଟିଭ ନୁହଁ, ଭାବପ୍ରବଣତା ବି ସବୁବେଳେ ପଜିଟିଭ ନୁହଁ। ଆକ୍ସନରେ ବି ସେମାନେ ଏତେ ନିଜକୁ ଏତେ ନ୍ୟୁନ କରିପାରିବେନି। ମୁଁ ଧରାଯାଉ ହଠାତ୍ କହିବି ବାବାଜୀ ମହାରାଜ ଜଣେ ଅତି ଅଯୋଗ୍ୟ ବ୍ୟକ୍ତି, ସମସ୍ତେ ଏକଦମ ତେଢ଼େଇକି ମୋ ଚାହିଁବେ, କ'ଣ ହେଲା ବାବାଜୀ ମହାରାଜ ଜଣେ ଅଯୋଗ୍ୟ ବ୍ୟକ୍ତି? ମୁଁ କହିସାରେ, ମୁଁ ସରିଲାଣି ମୁଁ କଥା ଯେ ବ୍ୟସ୍ତ ହେଇ ପଡ଼ୁଛୁ, କ'ଣ କୁହ ଜଲ୍ଦି, କ'ଣ ପାଇଁ ବାବାଜୀ ମହାରାଜ ଅଯୋଗ୍ୟ? ବାବାଜୀ ମହାରାଜ ରାଗିବା ପାଇଁ ଅଯୋଗ୍ୟ, ବାବାଜୀ ମହାରାଜ ଈର୍ଷା କରିବାର ଅଯୋଗ୍ୟ, ମିଥ୍ୟା କହିବାର ଅଯୋଗ୍ୟ। ଯାହା ଯାହା ମୁଁ ସବୁ କହିଗଲି ଏ ସବୁ ପାଇଁ ବାବାଜୀ ମହାରାଜ ଅଯୋଗ୍ୟ, ତାଙ୍କ ଭିତରେ ସାମର୍ଥ୍ୟ ନାହିଁ, ଇନକାପାବୁଲ, ଇନକାପାବୁଲ, ସେ କରିପାରିବେ। ମନେ ଥିବ ଆପଣଙ୍କର ବାବାଜୀ ମହାରାଜଙ୍କ ଜନ୍ମଦିନ ଦିନ ଆମେ ଟିକେ ଆଲୋଚନା କରୁଥିଲେ ଏଠି ଅଗଷ୍ଟ 14। ସେତେବେଳେ ଗୋଟେ ଉଦାହରଣ ମୁଁ ଥରେ ଦେଇଥିଲି, ସେ ଉଦାହରଣଟା ବହୁତ ପ୍ରାସଙ୍ଗିକ ବର୍ତ୍ତମାନ ଏଇଥିପାଇଁ ଯେ ଯୋଉ ଇନକାପାସିଟି ଲେଖା ହେଇଛି। ସେତେବେଳେ ଆଶ୍ରମରେ ବହୁତ କମ ଲୋକ ଥିଲେ, ଜଣେ ଲୋକ ଆସି ଓଡ଼ିଶାରୁ ଯାଇ ପହଞ୍ଚିଥିଲେ, ଯିଏକି ତାଙ୍କ ଉପରେ ତାଙ୍କ ସେକ୍ସନର ଯେ ମୁଖ୍ୟ ସେ ଜମା ସନ୍ତୁଷ୍ଟ ନଥିଲେ, ଏବଂ ଆଶ୍ରମରେ ଯେଉଁମାନେ କାମ କରୁଥିଲେ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ, ଏବଂ ସମସ୍ତେ କହିଲେ ଯଦି ବାବାଜୀ ମହାରାଜ କହିଦେବେ ତାହେଲେ ସେ ବଦଳିବେ। ସେଇଠୁ ଜଣେ କହିଲେ ବାବାଜୀ ମହାରାଜକୁ ଯେ ଆପଣ ଟିକେ ତାଙ୍କୁ କହୁନାହାନ୍ତି। ନା ମୁଁ କହିଦେଇଛି ତ। ନା ସେମିତି ନାହିଁ, ଆପଣ ତାକୁ ଟିକେ ବିରକ୍ତ ରାଗିକି କହନ୍ତୁ। ଆଚ୍ଛା ହଉ, ବାବାଜୀ କହିଲେ ଆଚ୍ଛା ହଉ କହିଦେବା। ସେଠୁ ସେ ଲୋକ ଦେଖାହେଲେ, କହିଲେ ତାକୁ ଭଲ କରି କହିଦେଇଛି, ଭଲ କରି କହିଦେଇଛି, ଆଉ ଦେଖିବ ସେ ଅସୁବିଧା ଭୁଲ କରିବନି। ଏମାନେ କହିଲେ ଯାହା ହଉ ଭଲ କରି କ'ଣ ଗୋଟେ ରାଗିକି ବିରକ୍ତ ହେଇ କହିଥିବେ। ତାଙ୍କ ସାଙ୍ଗେ ଦେଖା ହେଲା, କହିଲେ ଆପଣଙ୍କର ଆଜି ବାବାଜୀ ମହାରାଜ କିଛି କହିଲେ ତ? ବାବାଜୀ ମହାରାଜ ମନେ ପକେଇଲେ, ଯଦି ମନେ ପକେଇବାକୁ ଅପେକ୍ଷା କଲେ, ଇଏ କହିଲେ ରାଗିଛନ୍ତି ବାବାଜୀ ମହାରାଜ ତାଙ୍କ ଉପରେ, ତାଙ୍କୁ ମନେ ପଡ଼ୁନି। ସେଠୁ କହିଲେ କ'ଣ ହେଇଥିଲା ଦେଖା ହେଇ? ନା ନାଇଁ ଦେଖା ହେଇଥିଲା ଯେ, ହଁ 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 କହୁଥିଲେ। କ'ଣ କହୁଥିଲେ ବାବାଜୀ ମହାରାଜ? ନା କହୁଥିଲେ ତମେ ଆଶ୍ରମକୁ କାମ କରିବାକୁ ଆସିଛଟି, ଆଉ ମନ ଦେଇ କାମ କରୁନା, ଏତିକି କହିଲେ। ନା ହଁ, ଇଏ ହେଉଛି ତାଙ୍କ ଗାଳି। ଗାଳି ଆସିବ କୁଆଡ଼ୁ ତାଙ୍କ ଭିତରକୁ? ରାଗ ଆସିବ କୁଆଡ଼ୁ? ଇନକାପାବୁଲ ପରା। ସେମିତି ବି କେତେ ଜଣ ଅଛନ୍ତି, ଏତେ ବିରାଟ ସାଧୁ ଲୋକଙ୍କ ଉଦାହରଣ ନ ଦେଇକି ମଧ୍ୟ ଉଦାହରଣ ଦେଇ ହବ। କେତେ ଜଣ ଅଛନ୍ତି ଯିଏକି ତାଙ୍କ ଜୀବନରେ, କେବେ ମୁଁ ପଚାରିଥିଲି ଥରେ ଗୋଟେ ଟିଚର୍ସ ମିଟ୍ରେ, ପଚାରିଥିଲି, କେବଳ ଟିଚର୍ସ ମାନେ ଥାନ୍ତି, ସିନିୟର ଜୁନିୟର ଥାନ୍ତି। ମୁଁ ପଚାରିଲି ସତ କରି କୁହ ତମ ଭିତରୁ କେତେ ଜଣ, ତମ ଭିତରୁ କିଏ
केबे भी तुम जीवन में कौन सी पिला पर रागिना कि दंड देना तुम स्टूडेंट मान हाथ टेकिले जन दी जन मुझे हाथ टेकिले मोर विश्वास था से निश्चय हाथ टेकिले कारण मुझे व्यक्तिगत भाव जानी केबे भी कौन सी स्टूडेंट ऊपर छात्र ऊपर रागी ना कि गाड़ी देना दंड देना ये तो टीचर मान पाखे संभव आमर बाबाजी को कथा कहीं तो बड़ दे आर इनकैपेबल एमाने नोबल बोली बाहर को जना पड़ते बट दे आर नोबल से सब जो मान नोबिलिटी भितर किसी ना किसी अंश कार्य कर तेणु नोबिलिटी इनकैपेसिटी फॉर एनी पेटिनेस छोट छोट कथा नगण्य कथा छोट कथा आइदर ऑफ सेंटिमेंट्स और ऑफ एक्शन भाव प्रदान छोट छोट कथार छोटिया कथार भाव प्रवण होता केबे हेनी बाबाजी महाराज को मु दुई थर देखी आखिरे अश्रु मो जीवन में मुझे मिसी अनुमान कथा कही गोटे थर मु गोटे खरा बेलिया होता है खरा बेले से फांका था मोर बहुत इच्छा था तो राम को भक्त श्रीरामचंद्र भक्त तेणु जो श्रीरामचंद्र कौन सी भजन मत भल लगे मुझे शुणा इच्छा कर मु खरा बेले टेप रेकर्ड टेप नहीं पहुँची कहले कौन किसी कम था कहली महाराज जी गुड बहुत सुंदर भजन श्रीरामचंद्र को आपको शुणापी शुणे हो बस कलम बंद कर चिठी लिख बंद कर से गीतटी हूँ भरत भाई कपि से उरीण हम नहीं अनुप जरडा गीत हे भरत भाई कपि से उरीण हम नहीं माने हे भरत ये जो कपि माने हनुमान ताकटा मु उरीण माने ऋण मुक्त हो पारि ना कही कौन कौन से कर भजन में अच्छी मु मोर मु कौन कर टेप लगे टेपटा भल शुणा जाए कम डाउन कर आ देखी नी मु बाबाजी महा चाह नी मुझे केमती कौन लगुच चाहे बेलू आखिर दी धार लुह झर आखिर दी धार लुह झर से पूरा आत्मस्थ हो सते जमी श्रीरामचंद्र भरत को कहवा से देखुं मुझे कौन कहती सी हाथ उठेदे मुझे जानी बोपा बोपा कौन से होता से भावर मुझे नहीं आसा केते समय गला गीतटा पूरा सरीला गीतटा बंद करदेली तापर से मुँह पछिले कहे हाँ कौन कहते तापर कथबार्ता किंतु सी जो भाव थे ओहो हो से वर्णना कर से भाव प्रवणता क्या कहते मुझे अनुभव कर मत सत्य लगे जमी से दृश्य देखुं श्रीरामचंद्र कहते भरत को एवं हनुमान जी को तो बहुत बड़ भक्त थे ना श्रीरामचंद्र हनुमान जी को बहुत भक्त हनुमान जी कौन कौन कर हनुमान जदि कौन कौन कहते आमे भी आलोचना करूँ तेल मु भी कंदेदेवी लोक मान हनुमान जी को सत्य जो जन हनुमान भितर निज भर अनुभव कर कौन से करना जीवन में जीवन ये हूँ भाव प्रवणता गोटे उच्च स्तर कथा आ गए निम्न भाव प्रवणता याद मत याद से कल जा हो ये हूँ नोबिलिटी तापर आम पढ़ा सबुला तो गोटे दरकार नहीं स्वीटनेस से संपर्क शब्द गोटे मधुरता स्वीटनेस स्वीटनेस इटसेल्फ बिकम्स पावरफुल व्हेन एट द सर्विस ऑफ द डिवाइन मधुरता निजे शक्तिशाली हो मधुरता किंतु शक्तिशाली मधुरता गोटे शक्तिशाली हो पार बिकम्स पावरफुल कौन पर शक्तिशाली हो पार कौन पर शक्तिशाली हो पार ना सी
ନିଜେ ଯେତେ ଭଗବାନଙ୍କ ପାଖରେ ନିଜକୁ ଅର୍ପଣ କରିଦେଉଥିବ, ଯେତେ ଭଗବାନଙ୍କ ଚରଣରେ ଆଟ୍ ଦି ସର୍ଭିସ୍ ଅଫ୍ ଦି ଡିଭାଇନ୍, ଭଗବାନଙ୍କ ସେବାରେ ଯେତେବେଳେ ମଧୁରତା ନିଜେ ଥିବ, ସୁଇଟନେସ୍, ସେତେବେଳେ ବହୁତ ଶକ୍ତିଶାଳୀ। ମୁଁ ସବୁ ଛୋଟ ଛୋଟ ଉଦାହରଣ ରଖିଛି କହିବି। ଏଇଟା ଗୋଟେ ସିନେମାର ଉଦାହରଣ, ପିଲାଦିନେ ଦେଖିଥିଲି। ସେ ଗୋଟେ ଜମିଦାର ଏବଂ ଜମିଦାରଙ୍କ ସ୍ତ୍ରୀ। ଜମିଦାର ଭୟଙ୍କର କ୍ରୋଧୀ, ଏତେ କ୍ରୋଧୀ ଯେ ତାଙ୍କର କାନ୍ଥରେ, ସେତେବେଳକାର ବନ୍ଧୁକ ସବୁ କାନ୍ଥରେ ଟଙ୍ଗା ହୁଏ। ଯେତେବେଳେ ରାଗିଯାଏ ସାଙ୍ଗେ ସାଙ୍ଗେ ବନ୍ଧୁକୁ ନେଇ ପଳେଇ ଆସିବ, ଗର୍ଜନ କରିବେ, ଖୁବ୍ ପାଟିରେ ଗର୍ଜନ କରିବେ ଏବଂ କାନ୍ଥରୁ ବନ୍ଧୁକ ନେଇ ଆସି ସାଙ୍ଗେ ସାଙ୍ଗେ। ତାଙ୍କ ପତ୍ନୀ ଯିଏ ବହୁତ ମଧୁରତାରେ ପରିପୂର୍ଣ୍ଣ, ଏତେ କଣତା ମୁହଁରେ କେବେ ବି ରାଗ ନାହିଁ, ସବୁବେଳେ ହସ। ଆଉ ଯେତେବେଳେ ଜମିଦାର ବହୁତ ରାଗି ଯାଇଥିବେ, ସେ ତାଙ୍କ ମୁହଁକୁ ଯାଇ ଖାଲି ହସିବେ କାଲି ତାଙ୍କ ମୁହଁକୁ ଯାଇ। ସେ ସେଇଠୁ ପଚାରିବେ, ତୁମେ ଇतना हंसती हो क्यों, इतना क्यों हंसती हो, ଏତେ କାହିଁ ହସୁଛ ତମେ? ସେ କହିବେ, ତୁମେ ରାଗିଲେ ନା ଭାରି ସୁନ୍ଦର ଦିଶୁ, ତୁମେ ରାଗିଗଲେ ଭାରି ସୁନ୍ଦର ଦିଶୁ। ଇଏ କୋଉ କାପାସିଟି? ଜଣେ ରାଗିକି ବନ୍ଧୁକ ଧରିକି ଆସୁଛି, ଚିଲେଇକି ଆସୁଛି, ଏ ହସୁଛନ୍ତି, ପଚାରୁଛନ୍ତି କାହିଁ ତମେ ଏତେ ହସୁଛ? ସେ କହୁଛି ତମେ ରାଗିଲେ ଭାରି ସୁନ୍ଦର ଦିଶୁ। ତାଙ୍କ ରାଗ ରହିବ ଆଉ ତାଙ୍କ ରାଗ ରହିବ? ରାଗିଲେ ସୁନ୍ଦର ଲାଗ, ତମର ଅସଲ ଚେହେରାଟା ମୁଁ ଦେଖି ପଡୁଛି। ଏ ଗୋଟେ ଛୋଟିଆ ଉଦାହରଣ ଦେଲି, ଅତି ସାଧାରଣ ଉଦାହରଣ, କିନ୍ତୁ ବାସ୍ତବରେ ଜଣେ ମଧୁରାତକୁ ଚାହିଁଲେ ବ୍ୟବହାର କରିବା ପାଇଁ ଭଗବାନଙ୍କ ଶକ୍ତି ଭାବରେ। ମଧୁରତା, କୋମଳ, ସବୁ ଏମାନେ ନମ୍ର, ଦୁର୍ବଳ ନୁହନ୍ତି। ମଧୁରତା, କୋମଳ, ନମ୍ର ଏସବୁ, କିନ୍ତୁ ଏମାନେ ଦୁର୍ବଳ ନୁହନ୍ତି। ମଧୁରତା କେବେ ଦୁର୍ବଳ ନୁହନ୍ତି, ବହୁତ ଶକ୍ତି ତାର ଅଛି। ଯଦି ମଧୁରତା ନିଜକୁ ଭଗବାନଙ୍କ ସେବାରେ ବିନିଯୋଗ କରେ, ବହୁତ ଶକ୍ତ ହେଇପାରିବ। ତାପରେ a smile acts upon difficulties as the sun upon clouds. A smile acts upon difficulties. ଅସୁବିଧା ସମୟରେ ତମେ ଯଦି ହସି ପାରିଲ, a smile acts upon difficulties as the sun upon clouds. ଆଚ୍ଛା, ମେଘ ସୂର୍ଯ୍ୟକୁ ଘୋଡ଼େଇ ଦିଅନ୍ତି ନା ସୂର୍ଯ୍ୟ ମେଘକୁ ତଡ଼ି ଦିଅନ୍ତି? କ'ଣ ଆମେ କହୁ ସବୁବେଳେ କହିଲି? ଆମେ ସବୁବେଳେ କହୁ ମେଘ ସୂର୍ଯ୍ୟଙ୍କୁ ଘୋଡ଼େଇ ଦିଅନ୍ତି। ମେଘ ନା ମେଘର ଆଉ କିଏ? ତା ଗାଁ ଲୋକ ସବୁ ମେଘ ଆସିଲେ ସୂର୍ଯ୍ୟଙ୍କୁ ଘୋଡ଼େଇ ପାରିବ? ଅସଲ କଥା ହଉଛି ସୂର୍ଯ୍ୟ ମେଘକୁ ତଡ଼ି ଦିଅନ୍ତି। ଯେତେବେଳେ କୁଆଡ଼ୁ ଆସୁ ଆସୁ ବାଉଳାରେ ମେଘ ପଳେଇ ଆସେ ସୂର୍ଯ୍ୟ ଉପରକୁ, ସୂର୍ଯ୍ୟ ତାକୁ ଶୀଘ୍ର ତଡ଼ି ଦିଅନ୍ତି। ସେଇଥିପାଇଁ କୁହାଯାଉଛି ସନ୍ ଅପନ୍ କ୍ଲାଉଡ୍ସ। କ୍ଲାଉଡ୍ସ ମାନଙ୍କୁ ସନ୍ ବା ସୂର୍ଯ୍ୟ ଯେମିତି ତଡ଼ି ଦେଇ ପାରନ୍ତି, ଯେମିତି କାର୍ଯ୍ୟ କରେ ସୂର୍ଯ୍ୟ କାର୍ଯ୍ୟ କରନ୍ତି ମେଘଖଣ୍ଡ ଉପରେ, ଠିକ୍ ସେମିତି ସ୍ମାଇଲ୍ ଆକ୍ଟସ୍ ଅପନ୍ ଡିଫିକଲ୍ଟିଜ୍। ଯଦି ଅସୁବିଧା ଅଛି ତମ ପାଖରେ, ମୁଁ ସବୁବେଳେ କହେ ଦିଟା ଅପସନ୍। ବହୁତ ଅସୁବିଧାରେ ପଡ଼ିଛ, ଦିଟା ଅପସନ୍। ଗୋଟେ ହେଉଛି ଆନନ୍ଦରେ ଖୁସିରେ ବସିବା, ଆଉ ଗୋଟେ ହେଉଛି ମୁହଁ ଶୁଖେଇ ବସିବା। ମୁହଁ ଶୁଖେଇ ବସିବା, ମନ ଦୁଃଖ କରି ବସିବା, ଆଉ ଖାଲି ତ ଡିପ୍ରେସିଆ ହବା, ଏମିତି ହବା ସେମିତି ହବା, ଅସୁବିଧା ହବ। ଆଉ ଗୋଟେ ହେଉଛି ଖୁସିରେ ବସିବା, ସ୍ୱାଭାବିକ ଖୁସିରେ, ଆକ୍ଟିଂ କରି ଖୁସିରେ ନୁହଁ। ତାହେଲେ ଯଦି ତମେ ସତରେ ଖୁସି ରହିପାରିବ, ଯଦି ସ୍ମାଇଲ୍ ମାନେ ହସୁଥିବ, ସ୍ମାଇଲିଂ ଇଜ୍ ନଟ୍ ହୋ ହୋ ହସ। ଆମେ ହୋ ହୋ ହସିଲେ ହସ କହିଦେବୁ, ସ୍ମାଇଲ୍ଟା ହୋ ହୋ ହସି ହେବନି, ସ୍ପଣ୍ଟାନିୟସଲି ଆସିବ। ସ୍ପଣ୍ଟାନିୟସଲି ଆମ ଭିତରୁ ଆସିଯିବ ସ୍ମାଇଲ୍। ସ୍ମାଇଲିଂ ପାଇଁ ଦାନ୍ତ ଦେଖେଇବା ଦରକାର ନାହିଁ, କିମ୍ବା କୌଣସି ଗୋଟେ
ରୀତିମତ ପୋଜ୍ ପୋଷ୍ଟର ସ୍ମାଇଲ୍ କାହାକୁ କହନ୍ତି ଦେଖେଇଲ ରେ ପିଲେ ସେମିତି ନୁହଁ ସ୍ମାଇଲ୍ ଦେଖାଯିବ ମୁହଁରୁ ଏ ସ୍ମାଇଲ୍ acts upon difficulties as the sun upon clouds it disperses them ଦୂର କରିଦେବ ସୂର୍ଯ୍ୟ ଯେମିତି ମେଘଖଣ୍ଡକୁ ଦୂର କରିଛନ୍ତି ସେମିତି ଆମ ମୁହଁର ହସ ଆମର ଯାବତୀୟ ଅସୁବିଧାକୁ ଦୂର କରିଦେବ ଅସୁବିଧାକୁ ଦୂର କରିବା ପାଇଁ ହସ ସୁନ୍ଦର ସୁନ୍ଦର ପ୍ରେସ୍କ୍ରିପ୍ସନ୍ ମାଙ୍କର ଦେଖିଲ ମାଙ୍କର କେତେ ସୁନ୍ଦର ପ୍ରେସ୍କ୍ରିପ୍ସନ୍ ଅସୁବିଧାକୁ ଦୂର କରିବା ପାଇଁ କ'ଣ କରିବା ନା ସେକ୍ରେଟାରୀ ଫୋନ୍ କର ସାଙ୍ଗେ ସାଙ୍ଗେ ସେକ୍ରେଟାରୀ କହିଲେ ମୋ ପାଖରେ କିଛି ସମୟ ନାହିଁ ଚାବି ମୋ ପାଖରେ ଆସୁନି ତମେ ତାକୁ ଡାକ କର ସବୁ କର ଇଏ ଗୋଟେ ସେଥିପାଇଁ ଚେଷ୍ଟା କରିବାକୁ ମନା କରୁନି କିନ୍ତୁ ପ୍ରଥମ କଥା କ'ଣ ପ୍ରଥମ କଥା ହେଉଛି ଆଗେ ଟିକେ ହସ ତମ ଭିତରେ ସ୍ୱାଭାବିକ ହସଟି ଆସୁ ସ୍ମାଇଲିଂ ହସରେ ଅସୁବିଧା ମାନେ ବାଟ ପାଇବେନି ପଳେଇବା ପାଇଁ ଆମ ହସ ଯେତେବେଳେ ଆମେ ସ୍ୱାଭାବିକ ଭାବରେ ଖୁସି ଥିବୁ ସେମାନେ ବି ସ୍ୱାଭାବିକ ଭାବରେ ଦୂରେଇବେ ଏକ୍ଜାକ୍ଟଲି ଉଦାହରଣ ଦେଲେ ପରା ମା ସୂର୍ଯ୍ୟ ଯେମିତି କ୍ଲାଉଡକୁ ଦୂରେଇ ଦିଅନ୍ତି ସୂର୍ଯ୍ୟ କ୍ଲାଉଡକୁ ଦୂର କରିବାକୁ କ୍ଲାଉଡର ଯେତେ ସାମର୍ଥ୍ୟ ଥିଲେ ସୂର୍ଯ୍ୟ ଆଗରେ ରହିପାରିବ କି ଯେମିତି ରହିପାରିବନି ସେମିତି ଆମ ସ୍ମାଇଲ୍ ଆଗରେ ସ୍ମିତ ହାସ୍ୟ ଆଗରେ ଅସୁବିଧା ମାନେ ରହିପାରିବେ କେବେ ବି ରହିପାରିବେ ତାପରେ କହିଲେ I don't think that one can ever smile too much ଦରକାର କ'ଣ କହିଲେ ମୁଁ କାହିଁ ଭାବୁନି ଜଣେ ବହୁତ ବେଶୀ ବସି ସ୍ମାଇଲ୍ କରୁଥିବ ସ୍ମିତ ହାସ୍ୟ କରିବ ବହୁତ ବେଶୀ ଦରକାର କ'ଣ ଆବଶ୍ୟକ କ'ଣ ସିଙ୍ଗଲ ସ୍ମାଇଲ୍ ଗୋଟେ ସ୍ମାଇଲ୍ ମା କହୁଛନ୍ତି I don't think that one can ever smile too much someone who knows how to smile in all circumstances is very close to true equality of soul ପ୍ରତ୍ୟେକଟି ଅବସ୍ଥାରେ ପ୍ରତ୍ୟେକଟି ପରିସ୍ଥିତିରେ ପ୍ରତ୍ୟେକ ସମୟରେ ଯେକୌଣସି ପରିସ୍ଥିତି କୁହାହେଉଛି ଯେକୌଣସି ପରିସ୍ଥିତିରେ ଯେକୌଣସି ଜାଗାରେ ଯଦି ଜଣେ ସ୍ମିତ ହାସ୍ୟ କରିପାରୁଥିବ ହସି ପାରୁଥିବ ତାହେଲେ ସିଏ ଭେରି କ୍ଲୋଜ୍ ଟୁ ଟ୍ରୁ ଇକ୍ୱାଲିଟି ଅଫ୍ ସୋଲ୍ ଆତ୍ମା ପାଖରେ ଯେଉଁ ସମତା ଇକ୍ୱାଲିଟି ତାର ବହୁତ ନିକଟତର ଆତ୍ମାଙ୍କ ନିକଟତର ହବା କେତେ ମୁସ୍କିଲ କଥା ଆତ୍ମାଙ୍କର ଯେଉଁ ସାମ୍ୟ ସମତା ଭାବ ଅଛି ଇକ୍ୱାଲିଟି ସୋଲ୍ ତାର ନିକଟତର ହବା କେତେ ଗୋଟେ ଉଚ୍ଚ କୋଟିର ସାଧନା କିନ୍ତୁ ମା କ'ଣ କହୁଛନ୍ତି who knows how to smile in all circumstances ଏତିକି ତ କାପାସିଟି ଦରକାର ତମର ଏତିକି କ୍ୱାଲିଫିକେସନ ଦରକାର କ'ଣ କ୍ୱାଲିଫିକେସନ ନା ଯେକୌଣସି ପରିସ୍ଥିତିରେ ମଧ୍ୟ ତୁମେ ହସି ପାରୁଥିବ ଯେକୌଣସି ପରିସ୍ଥିତିରେ ହସି ପାରୁଥିବ ୟୁ କ୍ୟାନ୍ ସ୍ମାଇଲ୍ ଇନ୍ ଅଲ୍ ସର୍କମଷ୍ଟାନ୍ସେସ୍ ତାହେଲେ ସେ କ'ଣ ନା ଭେରି କ୍ଲୋଜ୍ ଟୁ ଟ୍ରୁ ଇକ୍ୱାଲିଟି ଅଫ୍ ସୋଲ୍ ଭେରି କ୍ଲୋଜ୍ ଟୁ ଟ୍ରୁ ଇକ୍ୱାଲିଟି ଅଫ୍ ସୋଲ୍ ଆତ୍ମାର ପ୍ରକୃତ ସମତା ଦିଏ ଇକ୍ୱାଲିଟି ଆତ୍ମା ସମଭାବ ଆତ୍ମା ସହିତ ସମାନ ଇକ୍ୱାଲିଟି ସେଇ ଅବସ୍ଥାକୁ ଆସିଯିବା ତା ପାଇଁ ସହଜ ସମ୍ଭବ ଇଜ୍ ଭେରି କ୍ଲୋଜ୍ ଯଦି ତମେ ଜାଣିଥାଅ ଯେ କିପରି ପ୍ରତ୍ୟେକ ପରିସ୍ଥିତିରେ ମଧ୍ୟ ଜଣେ ହସି ପାରୁଥିବ ପ୍ରତ୍ୟେକ ପରିସ୍ଥିତି ଜଣେ ହସି ପାରୁଥିବ କେ ଛୋଟିଆ ଛୋଟିଆ ସର୍ତ୍ତ ମା ଦେଇଛନ୍ତି କିନ୍ତୁ ବଡ଼ ବଡ଼ ଆଚିଭମେଣ୍ଟ ତା ସାଙ୍ଗେ ଦେଇଛନ୍ତି ହସ ବୋଲି କହୁଛନ୍ତି ତା ସାଙ୍ଗେ ଆଚିଭମେଣ୍ଟ କେତେ ବଡ଼ କ'ଣ ତମେ ହାସଲ କରିବ ସେ ହସିଲେ ଖାଲି ତାପରେ ଗୋଟେ ବଢ଼ିଆ କଥା କହୁଛନ୍ତି ଜେନେରାଲି ସ୍ପିକିଂ ମ୍ୟାନ୍ ଇଜ୍ ଆନ୍ ଆନିମଲ୍ ସମସ୍ତେ ଆନିମଲ୍ ବୋଲି ସନ୍ଦେହ କରିକି ଲାଙ୍ଗୁଡ଼ ଖୋଜୁଛନ୍ତି କେଉଁଠି ଆମ ଲାଙ୍ଗୁଡ଼ ସେମିତି ନାହିଁ ମା ସେମିତି କହୁନାହାନ୍ତି ସେ ଆନିମଲ୍ ନୁହଁ ଜେନେରାଲି ସ୍ପିକିଂ ମ୍ୟାନ୍ ଇଜ୍ ଆନ୍ ଆନିମଲ୍ who takes himself terribly seriously
ମଣିଷ ମାନେ ପ୍ରାୟତଃ ଗୋଟେ ଗୋଟେ ପଶୁ ଜନ୍ତୁଟିଏ, ସେ ନିଜକୁ ସବୁବେଳେ ସାଂଘାତିକ ଭାବରେ ନିଏ ସିରିୟସ୍, ବହୁତ କ'ଣ ତା କ'ଣ ସିରିୟସ୍ ମାନେ ବହୁତ ଗମ୍ଭୀର ଭାବ, ସିରିୟସ୍ ତ ହସିବନି, କଥା ହେବାନି, ପରୀକ୍ଷା ପାଖରେ ହସୁଛୁ କ'ଣ ଗ୍ରେଭ୍, ହଁ ପରା ଗମ୍ଭୀର, ସବୁବେଳେ ଗମ୍ଭୀର ଥିବ, ସିରିୟସ୍। ଜଣେ ଯଦି ପରୀକ୍ଷା ପାଖରେ ହସୁଥିବ ତା ଜାଣିବ ଯେ ଏଇଟା ଆର ପରୀକ୍ଷା ନାହିଁ, ଆର ବର୍ଷ ବୋଧେ ପରୀକ୍ଷା ଦେଉନି, ଆଉ ମୋ ଶୁଖିଲା ହଁ ଗମ୍ଭୀର ଅଛି, ହଁ ଗମ୍ଭୀର ଅଛି, ନା ତାହେଲେ ପରୀକ୍ଷା ଦେଉଛି, ଠିକ୍ ଅଛି। ଆମ ଭିତରେ ଏଇଟା ସିରିୟସଲି, ଟେରିବଲି ସିରିୟସଲି କହୁଛନ୍ତି, ଟେରିବଲି ସିରିୟସଲି। ମଣିଷ ନିଜକୁ ସାଂଘାତିକ ଭାବରେ ଗମ୍ଭୀର କରି ରଖିବାକୁ ଚାହୁଁଛି, ମଣିଷ ସାଂଘାତିକ ଭାବରେ ଟେରିବଲି କ'ଣ କ'ଣ କେମିତି ରଖିବାକୁ ସିରିୟସ୍, ସବୁବେଳେ ସିରିୟସ୍। କ'ଣ ଗୋଟେ କୋଉଠି ଘଟିଗଲେ, କ'ଣ ଗୋଟେ କୋଉଠି ଶୁଣିଦେଲେ, କ'ଣ ଗୋଟେ କୋଉଠି ଆସିଗଲା ଯଦି ଟେରିବୁଲ ପୁରା। ଟୁ ନୋ ହାଉ ଟୁ ସ୍ମାଇଲ୍ ଆଟ୍ ୱାନ୍ ସେଲ୍ଫ, ଏଇଠି କହୁଛନ୍ତି ଦେଖ ନିଜକୁ କେମିତି ଆମେ ହସିବା ଶିଖିବା। ଟୁ ନୋ ହାଉ ଟୁ ସ୍ମାଇଲ୍ ଆଟ୍ ୱାନ୍ ସେଲ୍ଫ ଇନ୍ ଅଲ୍ ସର୍କମଷ୍ଟାନ୍ସେସ୍, ଟୁ ସ୍ମାଇଲ୍ ଆଟ୍ ୱାନ୍ ସରୋଜ୍ ଆଣ୍ଡ ଡିସିଲ୍ୟୁଜନ୍ସ, ambitions and sufferings, indignations and revolt। ବାବା ସବୁ ଅବସ୍ଥାରେ ହସି ପାରୁଥିବ, ସବୁ ଅବସ୍ଥାରେ, ପ୍ରତ୍ୟେକ ପରିସ୍ଥିତିରେ, ଦୁଃଖରେ, ଇଲ୍ୟୁଜନମେଣ୍ଟ ମାୟା, ଡିସଇଲ୍ୟୁଜନମେଣ୍ଟ, ଆମ୍ବିସନ୍ସ ନିଜର ଯେଉଁ ମହତ ଆକାଂକ୍ଷାରେ, ଆଣ୍ଡ ସଫରିଙ୍ଗସ କଷ୍ଟରେ, ଇଣ୍ଡିଗ୍ନେସନ୍, ରିଭଲ୍ଟ ବିଦ୍ରୋହ ଭିତରେ, ଅସନ୍ତୋଷ ବିଦ୍ରୋହ ଯେତେ ଯେତେ ଅଛି ଭିତରେ, ସବୁ ଅବସ୍ଥାରେ ବି ତମେ ଯଦି ହସି ପାରୁଥିବ। ତାପରେ କ'ଣ ଲେଖିଛନ୍ତି ଜାଣିଛନ୍ତି? What a powerful weapon with which to overcome oneself. What a powerful weapon, ମା ଲେଖୁଛନ୍ତି। ଏଇଟା ଅଛି ତ ପାଖେ, ମା ପଚାରୁଛନ୍ତି ଯଦି ଏଇଟା ଅଛି ଆଉ ଆଠୁ ଶକ୍ତିଶାଳୀ ଅସ୍ତ୍ର କ'ଣ ଦରକାର? What a powerful weapon, ୱିପନ୍ଟା କ'ଣଟା? ଆମ ସ୍ମାଇଲ୍, ୱିଥ୍ ଓଭରକମ୍ ୱାନସେଲ୍ଫ, ନିଜକୁ ଅତିକ୍ରମ କରିବା ପାଇଁ, ନିଜର ସମସ୍ତ ଅବସ୍ଥାକୁ ଅତିକ୍ରମ କରିବା ପାଇଁ ଆଉ ଆଠୁ ଶକ୍ତିଶାଳୀ ଅସ୍ତ୍ର କ'ଣ ଦରକାର? କେତେ ବିରାଟ ଏକ ଶକ୍ତିଶାଳୀ ଅସ୍ତ୍ର ତମର ଅଛି। ସେ ଅସ୍ତ୍ର କୋଉଠି? ନା ଓଠରେ। ଅସ୍ତ୍ର କୋଉଠି? ଅସ୍ତ୍ର ଯନ୍ତ୍ରରେ ପକେଟରେ ନୁହଁ, ଖଣ୍ଡା ତଲୁଆର ନୁହଁ, ଓଠରେ ଅଛି ଅସ୍ତ୍ର ବାବା, ଓଠରେ, ସେଠି ଅସ୍ତ୍ର ତମର। ତାପରେ ମାଆଙ୍କୁ ଜଣେ ଗୋଟେ ପ୍ରଶ୍ନ କରୁଛନ୍ତି, ଏଇଟା ଆମର ସମସ୍ତଙ୍କ ପ୍ରଶ୍ନ, ସବୁ ପ୍ରଶ୍ନ ତ ଆମ ସମସ୍ତଙ୍କର। One often comes across the precept, love your enemy and smile at him। କହିଲା ମା ଅଧିକାଂଶ ସମୟରେ ଆମକୁ ଏଇଟା ଶୁଣିବାକୁ ହଉଛି, ଯାଇକି ମାଙ୍କ ପାଖରେ ଅଭିଯୋଗ କରୁଛି ସେ ପିଲାଟି, କହୁଛି ମା ଅଧିକାଂଶ ଜାଗାରେ ଆମକୁ ଏ କଥା କହୁଛି କ'ଣ ନା ଶତ୍ରୁକୁ ଭଲ ପାଅ ଏବଂ ତାକୁ ଦେଖିଲେ ତା ପ୍ରତି ସ୍ମିତ ହାସ୍ୟ ପ୍ରୟୋଗ କର। ଲଭ୍ ୟୋର ଏନିମି, ତୁମ ଶତ୍ରୁକୁ ଭଲ ପାଅ, ଆଣ୍ଡ ସ୍ମାଇଲ୍ ଆଟ୍ ହିମ୍, ତାକୁ ଦେଖିଲେ ସ୍ମିତ ହାସ୍ୟ। A hypocritical or diplomatic smile may be easy to manage। ଗୋଟେ ଛଳନାର ମିଛିମିଛିକା ହସ ସମ୍ଭବ ହେଇପାରେ। ଆପଣ କହୁଛନ୍ତି ନା ଛଳନାର ହସ, ତାକୁ ଦେଖିଲେ। ମୁଁ ଗୋଟେ ଉଦାହରଣ ଛୁଆମାନଙ୍କୁ ସବୁବେଳେ କହେ, ଯେଉଁ ଟେନିସ୍ ଖେଳ ଦେଖିଛ, ଟେନିସ୍ ଖେଳ ସରିଯିବ ଯେତେବେଳେ ଜଣେ ହାରିବ ଜଣେ ଜିତିବ, ସେଠୁ ଆସିବେ ନେଟ୍ ପାଖରେ ହ୍ୟାଣ୍ଡସେକ୍ କରିବେ ଦେହରେ, ସେପଟୁ ସିଏ ଆସିବ ଏପଟେ ହ୍ୟାଣ୍ଡସେକ୍ କରିବ। ସେ ହ୍ୟାଣ୍ଡସେକ୍ଟାକୁ ଆନନ୍ଦର, ଖୁସିର ନା ଶତ୍ରୁତାର? ହ୍ୟାଣ୍ଡସେକ୍ କରୁଥିବ ସିନା, ମନ ଭିତରେ ଖାଲି ଭାବୁଥିବ ଯଦି ସେ ରାଇଟ୍ କର୍ଣ୍ଣରରୁ ସଟ୍ଟା ମାରିଥାନ୍ତି ନା
तू केमती जीतु मुझे देखी था भूल रे शॉट आउट हो गला छाड़ तो भाग्य अर्थात पूरा हिपोक्रेसी हिपोक्रेसी क्रिकेट मैच रे लाइन जाऊ ये लाइन जाऊ सब हैंडसेक कर जाऊ ये जीति सी हारी ना मन दुख ये काले खुशी हैंडसेक कर सब छलनार हस प्रकृत करवा सत माँ को से कहूँ आपण कहले सीना शत्रु को भल पाओ एवं हसब किंतु एटा छलनार संभव हो पारे माँ छलनार संभव हो पारे बट ए जेन्युइन स्माइल इज इम्पॉसिबल सत्य हसवा शत्रु सत्य हसवा पूरा असंभव आज्ञा इम्पॉसिबल to extend to those who have been repeatedly unfair in their dealings बराबर खराब व्यवहार कर सब बड़े मो साथ खराब व्यवहार कर मत खराब कथा कर गाड़ी दौड़ सब कर केमती जाकि हसबी केमती जा हसबी कहना माँ को भारी बेकल हो पचार हस उपर एत बढ़िया बढ़िया कथा आसला गोटे केते कटिया कथा पड़गला माँ तमें कहल शत्रु को चाह हस ठीक मिछिमिछिका हसटे हसी पार कि सत्य हसी हम जे कि सबुदिन आसिक मो साथ झगड़ा कर मो साथ कजिया कर मत खराब व्यवहार कर दुनिया कथा कहते गाड़ी दौरान अनफेयर रिपीटेडली अनफेयर इन देयर डीलिंग्स आचरण व्यवहार अत्यंत असुंदर आचरण करमती चाहिए हसबी we lose our trust cease to expect anything good विश्वास समस्त विश्वास जो निर्भरता सब सब चली जाऊँ कि ना ट्रस्ट रोनी निर्भरता रोनी विश्वास रोनी cease to expect anything good कि भल भी आशा कर एमती भी से होती भल आशा कर an attitude of utter coldness and indifference is a natural one सहित जो मनोभाव प्रति देखा जाऊँगी गोटे असंपर्कित मनोभाव अर्थात सी आसिले आभोड कर इच्छा हो गोटे आभोड कर इच्छा हो आसचंत काम साथी जाते जल्दी केते शीघ्र विदा हे झगड़ा पड़ा तो करें सी से कहते आम तो नीरव रहा जहाँ हम देखा कितु कि यही प्रकार गोटे मनोभाव रोचे हाउ आर यू टू गेट ओवर इट ए समस्या समस्त ना ना जिते कहुच्छी तुम्हें शत्रु को भी चाहिए हस तुम सांगे जार संपर्क भल ना ता मुह को चाह हसी पार हाँ जदि हसी पार सी मिछिमिछिका ड्रामा हस ड्रामा रावण हस हसो सतर हस आम गाँव में थोड़ा यात्रा होता सी रावण हो हसुला हठात कौन है राति पेट कामुड़ यात्रा सरी जा सका आम गला उठी जाऊँ सी जो घरे रहती जो घर से पेंटिंग फेटिंग ड्रेसिंग होती तार भर चित्कार हो गला बेलू से जी हसुला हो हसुला से शब्द शुणा जा ओल्टाटा से हसुला पेट कामुड़ी बोली गड़ुची कौन खाई एणु तेणु कौन गोटे खाई राति आइंस फाइंस कर खाई पेटे आ गड़ुची खाली गँ गँ गड़ुची से हस से जे गड़ुची से हसुला खराब सब मिछिमिछिका एमती मिछिमिछिका हस हसी हम कि सत्य कौन कर माँ से पचार हाउ आर यू टू गेट ओवर इट केमती आप विजय लाभ कर माँ कहले यू कैन स्माइल जेन्युइनली एट एन एनिमी तुम वास्तव में प्रकृत शत्रु प्रति निश्चय हसी पार यू कैन स्माइल जेन्युइनली एट एन एनिमी इफ यू आर अबव ऑल इंसल्ट एंड ऑफेंस ये जो अपमान जो असम्मान जो अपमान आ ऊर्धे जो ऊर्ध को पड़ो आरंभ बहुत दिन तले प्रथम गोटे दुटा क्लास बेला गोटे मेसेज पढ़ी से मेसेज माँ कहते आम दुखर कारण कौन ना आम प्रशंसा खोजु बोली दुख पाऊ
ତା ଉପରକୁ ଚାଲିଯାଅ, ପ୍ରଶଂସା ଖୋଜି ନ ଖୋଜିଲେ ଆଉ ଦୁଃଖ ନାହିଁ। ମା ସେଥିପାଇଁ କହିଲେ ଇଫ୍ ୟୁ ଆର୍ ଏବଭ୍ ଅଲ୍ ଇନସଲ୍ଟ ଆଣ୍ଡ ଅଫେନ୍ସ, ଯେତକ ଅପମାନ, ଯେତକ ବଦନାମ, ଅପମାନ ବା ଅଫେନ୍ସ, ତୁମକୁ ସେଇଭଳି କୌଣସି ଆଚରଣର ତମେ ତା ଉର୍ଦ୍ଧ୍ୱକୁ ଚାଲିଯିବ, ମୋତେ କିଏ ଅପମାନ କରି କହୁଛି ବୁଝିପାରିବିନି। ଏ ସବୁବେଳେ ମୋ ବାବାଜୀ ଉଦାହରଣ ମନେ ପଡ଼ନ୍ତି। ବାବାଜୀ ଠିଆ ହେଇ ତମେ 2-4 ପଦ କଡ଼ା ଭାଷାରେ ଗାଳି ଦେବ, ସେ ବୁଝିପାରିବେନି, କାରଣ ସେ ଅଯୋଗ୍ୟ ସେ ବିଷୟରେ। ସେ ଭାବିବେ କ'ଣ ଗୋଟେ ସାଧୁ ଶବ୍ଦ କହୁଛି ବୋଧେ, ସାଧୁ ଶବ୍ଦ କହୁଛି ଏଠି ହସିବେ, ଆଚ୍ଛା ଆଚ୍ଛା ହଇତ ବୁଝିପାରୁନଥିବେ, କାରଣ ସେ ତା ଉର୍ଦ୍ଧ୍ୱରେ ନା। ମନ୍ଦ ଆଚରଣ ତାଙ୍କ ପ୍ରତି କିଏ କଲେ ସେ ଜାଣିପାରିବନି ସେ ଆଚରଣଟା ମନ୍ଦ ହେଲା ବୋଲି। ସେଇଥିପାଇଁ କହୁଛନ୍ତି above all insult and offense, and this is the primary condition for any yogic attitude. ତମେ ଯଦି yogic attitude ରଖିବାକୁ ଚାହୁଁଛ, ଏଇଟା ହେଉଛି ପ୍ରାଥମିକ ଆବଶ୍ୟକତା, ପ୍ରଥମ ସର୍ତ୍ତ, ପ୍ରାଥମିକ ସର୍ତ୍ତ। ଏଇ ହେଉଛି ଭାଇ ଭଉଣୀ ମାନେ ମନେ ରଖନ୍ତୁ। ଆମେ ତ ଯୋଗ କଥା ବହୁତ ପଢୁଛୁ, ଏଇଟା ଆଚରଣ କରି ଦେଖି, ଏଇଟା ତ ମୁଁ ସବୁବେଳେ କହେ, ହସିବା ପାଇଁ ପଇସା ପଡ଼େନି, ହସିବା ପାଇଁ ସମୟ ଲୋଡ଼ା ନାହିଁ, ହସିବା ପାଇଁ କାହା ଅନୁମତି ଦରକାର ନାହିଁ, ହସିବା ପାଇଁ କଲେକ୍ଟର ପରମିଶନ ଦରକାର ନାହିଁ, ହସିବା ପାଇଁ କିଛି ଦରକାର ନାହିଁ, କିଛି ଦରକାର ନାହିଁ। କିନ୍ତୁ ହସୁନୁ କାହିଁକି ନା ସମୟ କାହିଁ ମୋ ପାଇଁ ହସିବା, ଏଥିରେ ବ୍ୟସ୍ତ, ସେଥିରେ ବ୍ୟସ୍ତ, ସେଥିରେ ବ୍ୟସ୍ତ, ହସିବି କେତେବେଳେ? ଆରେ ହସିବା ପାଇଁ ସମୟ କ'ଣ ଦରକାର? ସେତିକିବେଳେ ହସ। ମାନେ କାହାକୁ ପଚାରିନି ମାନେ ପ୍ରିନ୍ସିପାଲକୁ ପଚାରିବି, ସେ ରାଜି ହେବେ ମୁଁ ହସିବି ନା ନ ପଚାରି ହସି? ସେ କହିଛନ୍ତି ଯାହା କରିବ ମୋତେ ପଚାରି କରିବ, ହସିଲେ ତାକୁ ପଚାରି କରିବ, ଏମିତି ତ ନାହିଁ। ହସିବା ପାଇଁ କାହା ଅନୁମତି ଦରକାର ନାହିଁ, ଆଉ ପଇସା ନାହିଁ ପାଖରେ ଭାଇ ହସିବା ପାଇଁ, ପଇସା ଦରକାର ନାହିଁ, କିଛି ନାହିଁ। ତମେ ସବୁବେଳେ ମୁକ୍ତ ହସିବା ପାଇଁ। ଏଇଟା ମୋତେ ଏତେ ବଢ଼ିଆ ଲାଗେ କହିବାକୁ ସବୁବେଳେ, ଯୋଉଟାକ ତମ ପାଖରେ ଅଛି ଏବଂ ପ୍ଲେଣ୍ଟିଲି ଆଭେଲେବୁଲ, ପାଖରେ ଅଛି ଏବଂ ପ୍ଲେଣ୍ଟିଲି ଆଭେଲେବୁଲ ମାନେ ପରିପୂର୍ଣ୍ଣ ଭାବରେ ଭରପୁର ହେଇକି ଅଛି, ତମେ ତ ବ୍ୟବହାର କାହିଁ କରୁନ? ଏତେ କାହିଁକି କାର୍ପଣ୍ୟ ହସିବା ପାଇଁ? ଏତେ କଞ୍ଜୁସ କ'ଣ ପାଇଁ? କାହା ପାଇଁ ତାକୁ ରଖିଛ ସେ ହସ? କୃପା କରି ଭଗବାନ ତମକୁ ଦେଇଛନ୍ତି, ହସର ଖଣି ତମ ଭିତରେ ଦେଇଛନ୍ତି, ତମେ କୋଉ ଦିନ ତାକୁ ବ୍ୟବହାର କରିବ? କୋଉ ଦିନ ବ୍ୟବହାର କରିବ? ନା ସବୁ ଲୋନ୍ ଦେଇଦେଇଛ କି କାହାକୁ, ତମ ପାଖରେ ନାହିଁ, ଆଉ ଲୋନ୍ ନେଇଛନ୍ତି ଫେରୁନାହାନ୍ତି। ଭାଇ ଭଉଣୀ ମନେ ରଖ, ଗୋଟିଏ ଜିନିଷ ତାକୁ ଆଦୌ ତାର ମୂଲ୍ୟ ନାହିଁ, ମାନେ ତାକୁ ପଇସା ପଡ଼େନି, କିଛି ତା ପାଇଁ କିଛି ଖର୍ଚ୍ଚ ନାହିଁ, କିନ୍ତୁ ଅମୂଲ୍ୟ ତାହାର ମୂଲ୍ୟ। ତା ବଦଳରେ ଆମେ ଅସମ୍ଭବ ସାମର୍ଥ୍ୟ ଆମ ପରେ ପାଇପାରିବା ଏଇ ହସ ମାଧ୍ୟମରେ। ତେଣୁ ଟିକେ ଚେଷ୍ଟା କରି ହସ। କେହି ହସୁନ କାହିଁକି? ମୁଁ ଶୁଣିକି ବସିଛେ ସମସ୍ତେ ହସ। ମୁଁ ସବୁବେଳେ କହେ କ୍ଲାସ୍ ମାନେ ସ୍କୁଲ ମାନେ, ଏତେ ସମୟ କହିସାରିଲେଣି କେହି ହସିବାକୁ ନାହିଁ, ଏତେବେଳେ ଯାଏ କୋଉଦିନ ହସିବ? ଟାଇମ୍ ନାହିଁ ନା ହସିବା ପିରିୟଡ଼? ଆଜ୍ଞା ଥାର୍ଡ ପିରିୟଡ଼ରେ ମୁଁ ହସିବି, କାହିଁକି ନା ସେଇଗୁଟାକ ମୁଁ ରଖିଛି ମୋ ପିରିୟଡ଼ ପାଇଁ। ଏନିୱେ, ବହୁତ ବଢ଼ିଆ ବିଷୟଟା ମା ଆଜି କହିଲେ, ଟୁ ସ୍ମାଇଲ୍, ଆନନ୍ଦରେ ହସିବା। ଆଜି ଯୋଉ ସଙ୍ଗୀତଟା ଆମେ ଆବୃତ୍ତି କରିବା, ଏଇ ସଙ୍ଗୀତ ପ୍ରତି ମୋତେ ବହୁତ ଅନୁରୋଧ ଆସିଥିଲା। ଏ ସଙ୍ଗୀତ ପାଇଁ ବହୁତ ଅନୁରୋଧ ଆସିଥିଲା ଓଡ଼ିଶାର ବିଭିନ୍ନ ଆଡ଼ୁ, ଯେ ସେଟା ଥରେ ଆବୃତ୍ତି କରନ୍ତୁ, ଦରକାର। ଏଇଟା କିନ୍ତୁ ମୁଁ ଅତ୍ୟନ୍ତ ବିନମ୍ର ଭାବରେ କହିବି, ଯଦିଓ ଗୀତଟା ମୁଁ ଲେଖିଛି, ସ୍ୱର କରିଛି ଇତ୍ୟାଦି ସବୁ, କିନ୍ତୁ ଗୀତର ଆଇଡ଼ିଆଟା ମୋ ନିଜର ନୁହଁ। ଏଇଟା ଗୋଟେ ହିନ୍ଦୀ ଭଜନ ଶୁଣିଥିଲି, ସେ ହିନ୍ଦୀ ଭଜନର ଦ୍ୱାରା ମୁଁ ଏତେ ଗୋଟେ ପ୍ରେରିତ ହେଇଗଲି, ଭଜନ ଶୁଣିଲା ପରେ ଏତେ ପ୍ରେରିତ ହେଇଗଲି। ବହୁତ ପୁରୁଣା ହିନ୍ଦୀ ଭଜନ ଷ୍ଟାଇଲରେ ମୁଁ ଲେଖିଛି, ए मत कहो खुदा से मुश्किलें बड़ी हैं, मुश्किलें से कह दो खुदा मेरा बड़ा है। ये हूँ से संगीतर प्रथम पदटा। भगवान को कहनी मोर असुविधा बहुत बड़ बोली, असुविधा को कहे, मुश्किल मन कहे भगवान मोर बड़। से जो धारणा से संग्रह करी
से कवितारू जानी से कविता रचयिता कि शुणी बहुत इन्स्पायर लगी से केवल आनी बाकी सब तक मो निजर कहबा नाही प्रभु को केबे कहबा नाही प्रभु को केबे विपद आम बड़ विपद को कहबा डाकी प्रभु आमर बड़ विपद को कहबा डाकी प्रभु आमर बड़ कहबा नाही प्रभु को केबे कहबा नाही प्रभु को केबे विपद आम बड़ विपद को कहबा डाकी प्रभु आमर बड़ विपद को कहबा डाकी प्रभु आमर बड़ तूफान संगे जुझिबु आमे पहाड़ की बाछार तातिला बाली मरुभूमि रे बुहाई देबा झरम तूफान संगे जुझिबु आमे पहाड़ की बाछारम तातिला बाली मरुभूमि रे बुहाई देबा झर संकीर्णतार सीमा को काटी संकीर्णतार सीमा को काटी भांगिबु बंध बाड़ विपद को कहबा डाकी प्रभु आमर बड़ विपद को कहबा डाकी प्रभु जीवन जाक विपद सह करुथि बाटे कर्म अंधार साथे लड़ीबा पाई होइचु आमे जन्म जीवन जाक विपद सह करुथि बाटे कर्म अंधार साथे लड़ीबा पाई होइचु आमे जन्म पथ आमर हेउबा दीर्घ पथ आमर हेउबा दीर्घ रहिबु नाही जड़ विपद को कहबा डाकी प्रभु आमर बड़ विपद को कहबा डाकी प्रभु आमर बड़ नियारे पड़ी सुवर्ण भली होई बुटी उज्ज्वल पंकरे पद्म फुटिला भली दिशुथिबु कल्लोल नियारे पड़ी सुवर्ण भली होई बुटी उज्ज्वल पंकरे पद्म फुटिला भली दिशुथिबु कल्लोल अज्ञानता को तड़ीबा आमे अज्ञानता को तड़ीबा आमे खटाई आत्म बड़ विपद को कहबा डाकी प्रभु आमर बड़ विपद को कहबा डाकी प्रभु आमर बड़ दिशुचु आमे बिजटे परी होइबु दिने द्रुम तीव्र आम होइब गति प्रभंजनर सम दिशुचु आमे बिजटे परी होइबु दिने द्रुम तीव्र आम होइब गति प्रभंजनर सम अतीत साथे लड़ाई करी अतीत साथे लड़ाई करी रहिबु सदा स्थिर विपद को कहबा डाकी प्रभु आमर बड़ विपद को कहबा डाकी प्रभु आमर बड़ हताश भय विषाद काहि केउठी तांक घर माड़िबे नाही आमर पाख थिबे से बहु दूर हताश भय विषाद काहि केउठी तांक घर माड़िबे नाही आमर पाख थिबे से बहु दूर दिव्य जननी अछंती साथे दिव्य जननी अछंती साथे वज्र ठारू से दृढ़ विपद को कहबा डाकी प्रभु आमर बड़ विपद को कहबा डाकी प्रभु आमर बड़ कहबा नाही प्रभु को केबे कहबा नाही प्रभु को केबे विपद आम बड़
विपदकु कहिबा डाकी प्रभु अमर बड़ विपदकु कहिबा डाकी प्रभु अमर बड़ विपदकु कहिबा डाकी प्रभु अमर बड़ विपदकु कहिबा डाकी प्रभु अमर बड़। प्रार्थना करिबा। विघ्न विनाशन हे भगवान जय हो तुमर आममानकर अंतरे किछेले जेपरि तुम कार्य विघ्न न घटाए किछेले जेपरि तुम आविर्भाव विलंब न घटाए सकल विषय सकल मुहूर्त पूर्ण हो तुम इच्छा तुम सम्मुखें छिड़ा आम्भे मैंने तुमर इच्छा ही आम मान मध्य आम मान सत्तार प्रत्येक अंगरे प्रत्येक कर्म उच्चतम चूड़ारू तुच्छतम प्रत्येक कोशरे पूर्ण हो तुम ठारे आम मानकर निष्ठा हुए जेपरि सर्वांगीन चिरंतन आम मैंने अन्य सबकि परिहार कर चाहूँ संपूर्ण रूपे तुम प्रभावर अधीन रही आम मैंने केवे जेपरि न भूलु तुम निकट में गभीर भाव निबिड़ भाव कृतज्ञ ही रही प्रति मुहूर्त तुम्हें आम मान को जो अपरूप संपद सब दान कर जाऊ से सबूर किसी जपरी आम मैंने अपचय न करूँ आम मानकर प्रत्येक अंग जपरी तुम कार्य सहचर हुए से सब जपरी प्रस्तुत होती तुम सिद्धि परम सिद्धिकर्ता हे भगवान जय हो तुमर विजय रे आम मानकर ज्वलंत सक्रिय चरम अटल विश्वास। English prayer. In the name of the mother, for the sake of the mother, by the power of the mother, with the strength of the mother, to all adverse harmful being or force, I order to quit this place at once and forever.